ହେଇ ସେ ଥୋଇଛନ୍ତି ସେଟା ବନ୍ଦାପନା ହବ କି ଗୋଟେ ବିଚୁଛି ଆସିନାହାନ୍ତି ଘଣ୍ଟାଟା ହେଲାଣି ବସି ଜାଣିପାରୁଛ ତ ବସିଲେ କ'ଣ ହେଲା ଗରମ ହଉଛି ତ ମନୁ ମନ ବାବୁ ପରିଶ୍ରମ କରିବୁନି ଧୂଆଁ କରିକି ଆଣିକି ଆମେ ଦୁଇ ଜଣ ଯାଇକି ବେଦିରେ ବଇଛୁ ବନ୍ଦାପନା କରିବାକୁ ସବୁ ଆସିବେ ଯେହେତୁ ମୁଁ ଟିକେ ଦୂରକୁ ଉଠି ଆସିଛି ଜାଗା ଆମ ଘର ଯେଉଁଠି ଥିଲା ସେଠୁ ଟିକେ ଦୂରକୁ ପଳେଇ ଆସିଛୁ ତ ସମସ୍ତଙ୍କୁ ଡାକିବାକୁ ଯାଇଛନ୍ତି ଆଉ ଭୁଲି ଯାଇଛନ୍ତି ଏ କଥାଟା କହିବା ପାଇଁ ଯେ ଆଜି ଏଇ କାମଟା ହେବ ଅବଶ୍ୟ ସମସ୍ତେ ଜାଣିଛନ୍ତି କେମିତି ଗୋଟେ କ'ଣ ମିସ୍ କରିଯାଇଛନ୍ତି କିମ୍ବା ସେଇ ଟାଇମ୍ରେ ଘରର କିଛି କାମ କରୁଥିବେ ତ ଭଉଣୀ ଯାଇଛି ସମସ୍ତଙ୍କୁ ଡାକିବା ପାଇଁ ଆଉ ପୁଅ ବୋଉଙ୍କୁ ଏଇଠି ବସେଇ ଦେଇଛନ୍ତି ଆଉ ଆମ ଭାଇନା ହେଉଛନ୍ତି ଆମର ଯେଉଁ ପୁରୋହିତ ଯିଏ କୂଳ ପୁରୋହିତ ସେ ହେଉଛନ୍ତି ମୋର ଅଜା ହେବେ କହିଲେ ମୋ କାମ ସରିଲା ତୁମେ ଦୁଇଟାକୁ ଏଇଠି ବଇଥାଅ ଏହା କହିଦେଇକିରି ନିଜେ ଯାଇକି କ'ଣ କରୁଛନ୍ତି ଦେଖନ୍ତୁ କେଉଁଠି ବଇଛନ୍ତି ତମେ କ'ଣ ଏଇ ଯେଉଁ ଠିକ୍ କଲ ଆମକୁ ଦୁଇ ଜଣଙ୍କୁ ଏଇଠି ବସେଇ ଦେଇଛ ଗରମରେ ଯେଉଁ ହୁମ ନିଆଁ ଏସବୁ ଭଲ ଜୀବନରେ ଥରେ ହୁଏ ଠିକ୍ ଅଛି ଏତ ବୋଲେ ଏଇଭଳିଆ କଷ୍ଟ ଦେବ କ'ଣ କରିବା କଷ୍ଟ କଲେ କୃଷ୍ଣ ପାଇବ ମୁଁ ବା ଏଇଠି ଆକୁ ପାଇଗଲାଣି ଆଉ ଫେରେ ତା ଉପରକୁ ପାଇବ ହଉ ନିଶ୍ଚୟ ବାଳକୁ କି ହବ ଅଜାଙ୍କର ପ୍ରେଡିକ୍ସନ ଯାହା ଶୁଭିଥିବ ଆପଣଙ୍କୁ ମୁଁ କହିବିନି ଆଉ କ'ଣ କହିଲେ ଯାହା ହଉ ଆଉ ବିଚା ବିଚି କହନି ବସ୍ ଟିକେ ଘର ଲୋକ ଗୁଡ଼ା ଦେଖିବେ ତତେ ଟିକେ ମାନେ ଶାନ୍ତ ବର୍ତ୍ତମାନ ଶାନ୍ତ ହେଇଯିବ ଗରମ ହେଲେ କି କାଠେଇକି ରହିବୁ ଗରମ ହଉନି ନାଇଁ ମତେ ଥଣ୍ଡା ଲାଗୁଛି ନାଇଁ କ'ଣ କହୁଛୁ ଗରମ ହେଲେ ବି ହେଲା ଚୁପଚାପ ବସିବୁ କହିବୁ ନାଇଁ ଥଣ୍ଡା ଲାଗୁଛି ସେମାନେ ତାଙ୍କ ମୁହଁରେ କ'ଣ ସବୁ ଜୋର ଗରମ ହେଉଛି କୁହନ୍ତୁ ସେମାନେ